ଯେମିତିକି ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ଆମର ବୁକ୍ ଗୁଡ଼ାକ ଚେଞ୍ଜ ହୋଇସାରିଛି। ଯେଉଁ ଆମର ଓଡ଼ିଶାର ସ୍କୁଲ ଗୁଡ଼ାକ ରହିଛି ପ୍ରାଇମେରୀ ସ୍କୁଲ ଏବଂ ଆପାର ପ୍ରାଇମେରୀ ସ୍କୁଲ କ୍ଲାସ୍ 1ରୁ ନେଇକି କ୍ଲାସ୍ 8 ପର୍ଯ୍ୟନ୍ତ ଯେତେ ସବୁ ବୁକ୍ ରହିଥିଲା ଆପଣମାନେ କହିପାରିବେ SCERT ବୁକ୍ ଗୁଡ଼ାକ, ଯାହାକି ଆମର SCERT ଏବଂ ଅସେପା ତରଫରୁ ଯେଉଁ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି ରହିଛି ଅସେପା, ସେହି SCERT ଓଡ଼ିଶା ଏବଂ ଅସେପା ତରଫରୁ ଆମର ଯେଉଁ NEP 2020 ଆଧାରରେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଯେଉଁ ସମସ୍ତ ଆମର ବୁକ୍ ଗୁଡ଼ାକ ରହିଛି ବା ସେହି ନ୍ୟୁ ଏଜୁକେସନ୍ ପଲିସି ବା ନ୍ୟାସନାଲ୍ ଏଜୁକେସନ୍ ପଲିସି, ସେହି ଆଧାରରେ କ'ଣ ହେଇଛି ଯେତେ ସବୁ ନୂଆ ବହି ଗୁଡ଼ାକ ଆସିଛି ନୂତନ ପାଠ୍ୟପୁସ୍ତକ ତାଲିକା ସେଇଥିରେ କ'ଣ ହେଇଛି ଦେଖନ୍ତୁ, ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯାହାକି ଆମର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ ଯେତେ ସବୁ ବହି ମୁଁ ଆପଣମାନଙ୍କୁ କହିଲି କ୍ଲାସ୍ 9th ଏବଂ 10thର ନୁହଁ, କେବଳ କ୍ଲାସ୍ 1ରୁ ନେଇକି କ୍ଲାସ୍ 8 ପର୍ଯ୍ୟନ୍ତ, ତା ସହିତ ଯେଉଁ ଶିଶୁ ବାଟିକା ଖୋଲାଯାଇଛି ସେଥିରେ ମଧ୍ୟ ଶିଶୁ ବାଟିକା ପିଲାଙ୍କ ପାଇଁ ମଧ୍ୟ ବୁକ୍ ଅଲରେଡ଼ି ପ୍ରସ୍ତୁତ କରାଯାଇଛି ଏବଂ ଦୀର୍ଘ ଅନେକ ବର୍ଷ ପରେ ଏହାର ଚେଞ୍ଜ ହୋଇସାରିଛି। ମାନେ ଯେଉଁ ପୁରୁଣା ବହି ଗୁଡ଼ାକ ଥିଲା ତାହା NEP 2020 ଅନୁସାରେ ପରିବର୍ତ୍ତନ ହୋଇକି ନୂଆ ବହି ଆସିସାରିଛି, ଯେଉଁଥିରେ କି ଆପଣମାନେ କ'ଣ ଦେଖିବେ ଦେଖନ୍ତୁ, ଜାତୀୟ ଶିକ୍ଷାନୀତି ଯାହାକି NEP 2020 ଅନୁଯାୟୀ ଓଡ଼ିଶାରେ ପ୍ରଚଳିତ ଏବଂ ପ୍ରସ୍ତାବିତ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀର ବିସ୍ତୃତ ତାଲିକା ଏଇଠି ଦିଆଯାଇଛି। ଆପଣମାନେ ଏଠି ଜାଣିପାରିବେ ଏବଂ କେମିତି ତାକୁ ଡାଉନଲୋଡ଼ ମଧ୍ୟ କରିପାରିବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହିବି। କେଉଁ ୱେବସାଇଟ୍ରୁ ଆପଣମାନେ ତାହାର PDF ଡାଉନଲୋଡ଼ କରିପାରିବେ। ଯଦି ଆପଣଙ୍କ ପାଖରେ ବର୍ତ୍ତମାନ ବହି ନାହିଁ ବା ବର୍ତ୍ତମାନ ସୁଦ୍ଧା ବହି ପହଞ୍ଚି ପାରିନାହିଁ ବା କୌଣସି କାରଣବଶତଃ ବହିଟି ଚିରି ଯାଇଛି, ତାହେଲେ ଆପଣମାନେ PDF ୟୁଜ୍ କରି ମଧ୍ୟ ପାଠ ପଢ଼ିପାରିବେ, ଯାହାକି ଆପଣମାନେ କହିପାରିବେ ସେହି ବୁକ୍ ଗୁଡ଼ାକର ଯେତେ ସବୁ ଇଲେକ୍ଟ୍ରୋନିକ୍ ବୁକ୍ ରହିଛି ବା ଇ ବୁକ୍ ବା ସେହି ବୁକ୍ର ଯେଉଁ ସମସ୍ତ ସଫ୍ଟ କପିଜ୍ ଗୁଡ଼ାକ ରହିଛି PDF ଫାଇଲ୍ସ ଗୁଡ଼ାକ, ତାହା ଆପଣମାନେ ଡାଉନଲୋଡ଼ ମଧ୍ୟ କରିପାରିବେ। ଯେମିତିକି ରହିଛି ମୌଳିକ ସ୍ତର ଫଣ୍ଡାମେଣ୍ଟାଲ ଷ୍ଟେଜ୍, ଯେଉଁଟାକି ଆପଣମାନେ ଦେଖନ୍ତୁ ଶ୍ରେଣୀ ରହିଛି ବା କ୍ଲାସ୍ ରହିଛି 1 ଏବଂ 2। କ୍ଲାସ୍ 1 ଏବଂ 2 ପାଇଁ କ'ଣ ରହିଛି ଦେଖନ୍ତୁ, ଯେଉଁଟାକି ମୂଳ ସ୍ତର ଆମର ପ୍ରାଇମେରୀ ସ୍କୁଲର ଯେଉଁଟା ମୂଳ ସ୍ତର, ପ୍ରଥମ ସ୍ତର ଯେଉଁଟା ଆପଣମାନେ କହିପାରିବେ। ତେବେ ଦେଖନ୍ତୁ ପ୍ରଥମ ଶ୍ରେଣୀର ଗୋଟିଏ ରହିଛି ପାଠ୍ୟପୁସ୍ତକର ନାମ ରହିଛି ହସ ଖେଳ, ଭାଗ 1 ଏବଂ ଭାଗ 2 ରହିବ। ବିଷୟ ରହିଛି କ'ଣ ଦେଖନ୍ତୁ, ଭାଷା ରହିଛି, ଗଣିତ ରହିଛି ଏବଂ ପରିବେଶ। ଏଇ ତିନିଟା ବହିର ନାମ ରହିଥିବ ହସ ଖେଳ। ତାପରେ ଆପଣମାନେ ଦେଖିପାରିବେ ବିଦ୍ୟା ପ୍ରବେଶ, ସେହି ଯେଉଁ ବିଦ୍ୟା ପ୍ରବେଶ ବୁକ୍ଟି ରହିଛି ତାହା ରହିଛି ସ୍କୁଲ ପ୍ରସ୍ତୁତି ମଡ଼େଲ। ଯେଉଁ ସ୍କୁଲ ପ୍ରସ୍ତୁତି ମଡ଼େଲ ଯେଉଁ ଗୋଟେ ଟପିକ୍ ରହିଛି, ଯେଉଁ ଗୋଟେ ସବଜେକ୍ଟ ରହିଛି, ସେହି ସବଜେକ୍ଟର ବହିର ନାମ ରହିବ। ଯେଉଁ ପୁସ୍ତକ ରହିଛି ସେହି ପାଠ୍ୟପୁସ୍ତକର ନାମ ଦିଆଯାଇଛି। ପୂର୍ବରୁ ଯେମିତି ଆପଣମାନେ ଦେଖିଥିଲେ ସାହିତ୍ୟ କୁସୁମ ରହୁଥିଲା, ସାହିତ୍ୟ କଳିକା ରହୁଥିଲା, ସେମିତି ବର୍ତ୍ତମାନ ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଠିକ୍ ସେମିତି ଗୋଟେ ସବଜେକ୍ଟ ରହିଛି ଯାହାକି ସୃଜନଶୀଳ କାର୍ଯ୍ୟ। ସେହି ସୃଜନଶୀଳ କାର୍ଯ୍ୟର ଯେଉଁ କ୍ଲାସ୍ 1ର ତାହା, ସେହି କ୍ଲାସ୍ 1ର ଗୋଟିଏ ବୁକ୍ ରହିଛି ସୃଜନଶୀଳ କାର୍ଯ୍ୟ, ସେହି ବହିର ନାମ ରହିବ ଝୁଲଣା। ତା ପରବର୍ତ୍ତୀ ଯେଉଁ ବୁକ୍ ରହିଛି ତାହା ଆପଣମାନେ ଦେଖିପାରିବେ କ୍ଲାସ୍ 2ର ଆପଣଙ୍କର ରହୁଛି ଓଡ଼ିଆ ଏବଂ ପରିବେଶ। ଯେଉଁ ବହି ରହିଛି ସେହି ବହିର ନାମ ରହୁଛି ହସଖୁସି ଏବଂ ଗଣିତ ବହି ଯେଉଁ ନାମ ରହିଛି ସେହି ଗଣିତ ବହିର ନାମ ରଖାଯାଇଛି ଗଣିତ ଖେଳ। ତେବେ ଦେଖନ୍ତୁ ପ୍ରଥମ ଶ୍ରେଣୀରେ 3ଟି ବହି ରହିଲା, ଦ୍ୱିତୀୟ ଶ୍ରେଣୀରେ 2ଟି ବହି ରହିଲା। ତା ପରବର୍ତ୍ତୀ ଯାହା ବି କିଛି ରହିଛି ଦେଖିବେ ବର୍ତ୍ତମାନ, ଯେମିତିକି ରହିଛି ପ୍ରାଥମିକ ସ୍ତର, ଯେଉଁଟାକି ପ୍ରେପାରାଟୋରୀ ଷ୍ଟେଜ୍, ଯାହାକି ରହିଛି ଶ୍ରେଣୀ 3ରୁ 5 ପର୍ଯ୍ୟନ୍ତ। କ୍ଲାସ୍ 1-2 ଚାଲିଗଲା ପରେ ବର୍ତ୍ତମାନ ଆମେ ଦେଖିବା କ୍ଲାସ୍ ଯେତେ ସବୁ ବାକି କ୍ଲାସେସ୍ ଗୁଡ଼ାକ ରହିଛି କ୍ଲାସ୍ 3ରୁ 5 ପର୍ଯ୍ୟନ୍ତ। ଯେମିତିକି ଶ୍ରେଣୀ ଦିଆଯାଇଛି ତୃତୀୟ ଶ୍ରେଣୀର ଯେଉଁ ଓଡ଼ିଆ ବହି ରହିଛି ଏବଂ ଇଂରାଜୀ ବହି ରହିଛି, ସେହି ବହି ଗୁଡ଼ିକର ନାମ ରହିବ, ଓଡ଼ିଆ ବହିର ନାମ ରହିବ ଆମ ଭାଷା ଆମ ସାହିତ୍ୟ ଏବଂ ଇଂରାଜୀ ବହିର ନାମ ରହିବ ପଲ୍ଲବୀ। ଠିକ୍ ସେହିପରି ଯେଉଁ ଗଣିତ ବହି ରହିଛି ତୃତୀୟ ଶ୍ରେଣୀର, ସେହି ଗଣିତ ବହିର ନାମ ରହିବ ଗଣିତ ମଜା ଏବଂ ପରିବେଶ ବହି ଯେଉଁ ରହିଛି ତାହାର ନାମ ରହିବ ଜଣା ଅଜଣା। ଠିକ୍ ସେହିପରି ଚତୁର୍ଥ ଶ୍ରେଣୀକୁ ଆସିଲା ପରେ ଦେଖିବେ ଯେଉଁ ଓଡ଼ିଆ ବହି ରହିଛି, ସେଇଥିରେ ଦେଖିବେ ଯେଉଁ ଓଡ଼ିଆ ବହି ତାହାର 2ଟି ନାମ ରହିଛି, ଗୋଟିଏ ହେଉଛି ସାହିତ୍ୟ କଳିକା ବା ସାହିତ୍ୟ ମହକ। ତାପରେ ଚତୁର୍ଥ ଶ୍ରେଣୀ ଯେତେବେଳେ ଆପଣମାନେ ଦେଖିବେ ସେଇଥିରେ ଆପଣମାନେ ଦେଖିପାରିବେ ଯେଉଁ ଗଣିତ ଏବଂ ପରିବେଶ ରହିଛି, ଗଣିତ ବହିର ନାମ ରହିବ ଗଣିତ କୁହୁକ ଏବଂ ପରିବେଶ ବହିର ନାମ ରହିବ ଆମେ ଓ ଆମ ପରିବେଶ। ଏମିତି ସବୁ ରହିସାରିଲା ପରେ ବର୍ତ୍ତମାନ ଆସିଯାଆନ୍ତୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ। ପଞ୍ଚମ ଶ୍ରେଣୀର ଯେଉଁ ଓଡ଼ିଆ ବହି ରହିଛି ତାହାର ନାମ ରହିବ ସାହିତ୍ୟ କୁସୁମ,
ଏବଂ ଗଣିତ ବହି ଯେଉଁ ରହିଛି ତାହା ରହିବ ଗଣିତ ଧାରା। ଠିକ୍ ସେହିପରି ପଞ୍ଚମ ଶ୍ରେଣୀର ଯେଉଁ ରହିଛି ବିଜ୍ଞାନ ବହି ତାହାର ନାମ ରହିବ ପରିବେଶ ବିଜ୍ଞାନ ଏବଂ ଯେଉଁ ଇଂରାଜୀ ବହି ରହିଛି ତାହାର ନାମ ରହିବ ପଲ୍ଲବୀ। ଏମିତି ସବୁ ହେଇସାରିଲା ପରେ ବାକି ଯାହା ସବୁ ଦେଖନ୍ତୁ ଯେଉଁ ମିଡ଼ିଲ୍ ଷ୍ଟେଜ୍ ଯେଉଁଟା ରହିଲା ଶ୍ରେଣୀ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଯେଉଁଟାକି ହେଉଛି ମଧ୍ୟସ୍ତର। ଆପଣମାନେ ଯାହାକି ପୂର୍ବରୁ ଏମ୍ଇ ସ୍କୁଲ ଭାବରେ ଜାଣୁଥିଲେ ଯେଉଁଟାକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବା ଆପଣମାନେ କହିପାରିବେ ବର୍ତ୍ତମାନ ତାକୁ ଆପାର ପ୍ରାଇମେରୀ ମଧ୍ୟ କୁହାଯାଇପାରୁଛି। ତେଣୁକରି ଦେଖନ୍ତୁ ଶ୍ରେଣୀ ଷଷ୍ଠର ଏମିତି ରହିଛି ଓଡ଼ିଆ ବହି ରହିଛି ଯାହାକି ରହିଛି ସାହିତ୍ୟ ସୁଧା ଏବଂ ଇଂରାଜୀ ବହି ରହୁଛି ଯାହାର ନାମ ରଖାଯାଇଛି ଜାସ୍ମିନ୍। ଠିକ୍ ସେହିପରି ଷଷ୍ଠ ଶ୍ରେଣୀର ଇତିହାସ ଏବଂ ଭୂଗୋଳ ବହି ଯେଉଁ ରହିଛି ତାହାର ନାମ ରହିବ ଭାରତ ଆମ ପୃଥିବୀ ଏବଂ ଗଣିତ ବହି ଯେଉଁ ରହିଛି ତାହାର ନାମ ରହିବ ଗଣିତ। ଠିକ୍ ସେହିପରି ବର୍ତ୍ତମାନ ସପ୍ତମକୁ ଆସିଯାଆନ୍ତୁ। ସପ୍ତମ ଶ୍ରେଣୀର ଯେଉଁ ବହି ଗୁଡ଼ାକ ରହିଛି ଯାହାକି ରହିଛି ଓଡ଼ିଆ ବହିର ନାମ ରହିଛି ସାହିତ୍ୟ ସୁମନ ଏବଂ ଇଂରାଜୀ ବହିର ନାମ ରହିବ ଜାସ୍ମିନ୍। ଠିକ୍ ସେହିପରି ଯେଉଁ ଗଣିତ ବହି ରହିଛି ତାହାର ନାମ ରହିବ ଗଣିତ ପ୍ରକାଶ ଏବଂ ବିଜ୍ଞାନ ବହିର ନାମ ରହିବ ଜିଜ୍ଞାସା। ଏମିତି ରହିସାରିଲା ପରେ ବର୍ତ୍ତମାନ ଦେଖି ନିଅନ୍ତୁ ଯେଉଁ ଅଷ୍ଟମ ଶ୍ରେଣୀର କ'ଣ ରହୁଛି ଓଡ଼ିଆ ବହିର ନାମ ରହିବ ସାହିତ୍ୟିକା, ଗଣିତ ବହିର ନାମ ରହିବ ସରଳ ଗଣିତ। ଠିକ୍ ସେହିପରି ଯେଉଁ ବିଜ୍ଞାନ ବହି ରହିଛି ସେହି ବିଜ୍ଞାନ ବହିର ନାମ ମଧ୍ୟ ରଖାଯାଇଛି ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ଯେଉଁ ରହିଛି ତାହାର ନାମ ରଖାଯାଇଛି ଇତିହାସ ରାଜନୀତି। ଏମିତି ସବୁ ନାମ ରହିସାରିଲା ପରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଚାଲି ଆସିଲା। ବାକି ଯେଉଁ ସବୁ ସ୍ୱତନ୍ତ୍ର ସାମଗ୍ରୀ ଗୁଡ଼ାକ ରହିଛି ତାହା ମଧ୍ୟ ଆପଣମାନେ ଦେଖିପାରିବେ। ସେହି ସ୍ୱତନ୍ତ୍ର ସାମଗ୍ରୀ ଯାହା ବି କିଛି ରହିଛି ଯେମିତିକି FLN ଆଣ୍ଡ ନିପୁଣ ଓଡ଼ିଶା ଯେଉଁ ଆପଣମାନେ ଦେଖୁଛନ୍ତି 4ଟା ପଏଣ୍ଟ ଦିଆଯାଇଛି। ଶିଖର 1 ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ତାହା ଗୋଟିଏ ରହିଛି ଅଭ୍ୟାସ ପୁସ୍ତିକା। ତାପରେ ରହିଛି ଉଲ୍ଲାସ ଗୋଟିଏ ରହିଛି ଯେଉଁଟାକି ମୌଳିକ ସାକ୍ଷରତା ପାଇଁ ପ୍ରାଇମରା ଏବଂ କଳାକୁଞ୍ଜ ଏବଂ ଇନ୍ଦ୍ରଧନୁ ଗୋଟିଏ ରହିଛି ଯେଉଁଟାକି ରହୁଛି କଳା ଶିକ୍ଷା ଓ ସୌନ୍ଦର୍ଯ୍ୟବୋଧ ପାଇଁ। ତାପରେ ବାକି ଆଉ ଗୋଟିଏ ସେମିତି ଆଡ଼ିସନାଲ ଭିତରେ ଯାଉଛି ଯାହାକି ରହୁଛି କମ୍ପ୍ୟୁଟର ଶିକ୍ଷା, ଯାହାକି ଶ୍ରେଣୀ ଷଷ୍ଠରୁ ଆରମ୍ଭ ହୋଇଥିବା ନୂତନ ମଡ୍ୟୁଲ। ପୂର୍ବରୁ ବି କମ୍ପ୍ୟୁଟର ରହିଥିଲା କିନ୍ତୁ ବର୍ତ୍ତମାନ ଆଉ ଟିକେ ତାଠାରୁ ଆଡ଼ଭାନ୍ସଡ ଲେଭେଲର ତାକୁ ପ୍ରସ୍ତୁତ କରାଯାଇକି ଅଶେପାତାର ବିତରଣ ବା ତାହାର ଯେଉଁ ଡିଷ୍ଟ୍ରିବ୍ୟୁସନ୍ ଯାହା ବି କହିପାରିବେ ତାହାର ବ୍ୟବସ୍ଥା କରୁଛି। ପାଖାପାଖି ସମସ୍ତେ ଏହାର ନୂତନ ବହି ବର୍ତ୍ତମାନ ସୁଦ୍ଧା ପାଇସାରିଥିବେ ଏବଂ ଯେଉଁମାନେ ବି ପାଇନାହାନ୍ତି ସାମାର ଭ୍ୟାକେସନ୍ ମଝାମଝିରେ ହିଁ ସେମାନଙ୍କୁ ମିଳିଯିବ, ସ୍କୁଲକୁ ଡାକି ପ୍ରାୟ ଦେଇଦେବେ ଏମିତି କିଛି ଯୋଜନା ରହିଛି। ତେଣୁ ହଁ କିଛି ପିଲା ପାଇଛନ୍ତି କିଛି ପିଲା ପାଇନାହାନ୍ତି, ଅନେକ ସ୍ଥାନରେ ପହଞ୍ଚି ପାରିଛି ଅନେକ ସ୍ଥାନରେ ପହଞ୍ଚି ପାରିନାହିଁ। ତେଣୁ ଏହିସବୁ ସତ୍ତ୍ୱେ ଯଦି ଆପଣମାନେ ଆମର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଟେଲିଗ୍ରାମ ଚ୍ୟାନେଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଏବଂ ଟେଲିଗ୍ରାମ ଗ୍ରୁପ୍ରେ ଯଦି ଜଏନ୍ ହେବା ପାଇଁ ଚାହୁଁଛନ୍ତି ତେବେ ଯାଇକି ଜଏନ୍ ହୋଇପାରିବେ। ସେଠାରେ ମଧ୍ୟ ଆପଣମାନଙ୍କୁ ଏହିସବୁ PDF ଗୁଡ଼ାକ ମିଳିଯିବ, ଆପଣମାନେ ନିଜେ ଚେକ୍ କରିପାରିବେ। ଏବଂ ଡାଇରେକ୍ଟ ଯଦି ଆପଣମାନେ ଲିଙ୍କ୍ ପାଇବା ପାଇଁ ଚାହୁଁଛନ୍ତି ଏହିସବୁ ହ୍ୱାଟ୍ସଆପ୍ ଚ୍ୟାନେଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଏବଂ ଟେଲିଗ୍ରାମ ଚ୍ୟାନେଲ୍ ଟେଲିଗ୍ରାମ ଗ୍ରୁପ୍ର ତେବେ ଆପଣମାନେ କ'ଣ କରିପାରିବେ ଆମକୁ 773548 ଏବଂ 563 ନମ୍ବରରେ ହାଇ ମେସେଜ୍ କଲେ ଆପଣମାନଙ୍କୁ ସବୁର କିଛି ଲିଙ୍କ୍ ମିଳିଯିବ। ଏବଂ ମିଳି ସାରିଲା ପରେ କ'ଣ ହେବ ଦେଖନ୍ତୁ ଯେତେ ସବୁ ଆପଣଙ୍କର PDF ବା ଯାହା କିଛି ଅପଡ଼େଟ୍ ଆସିବାର ଅଛି ତାହା ମଧ୍ୟ ଆପଣମାନଙ୍କୁ ମିଳିଯିବ। ତେଣୁ ଆପଣମାନେ କ'ଣ କରିବେ ଦେଖନ୍ତୁ ଆପଣମାନଙ୍କର କାମ ହେଲା ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର ମଧ୍ୟ କରିନିଅନ୍ତୁ ଯାହାଫଳରେ ଅଧିକରୁ ଅଧିକ ଅଡ଼ିଏନ୍ସ ମାନଙ୍କ ପାଖକୁ ପହଞ୍ଚି ପାରିବ ଏବଂ ଏମିତିକା ଭିଡ଼ିଓ ଆଗକୁ ମଧ୍ୟ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ତେଣୁକରି ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ବା ଯାହାକି ରହିଛି ନ୍ୟାସନାଲ୍ ଏଜୁକେସନ୍ ପଲିସି 2020 ଅନୁଯାୟୀ ଯେଉଁ ଆମର ଓଡ଼ିଶାରେ ଯେତେ ସବୁ ଓଡ଼ିଆ ମିଡ଼ିୟମ୍ ସ୍କୁଲ ଗୁଡ଼ାକ ରହିଛି ଯାହାକି SCERT ଓଡ଼ିଶା ଏବଂ ଅସେପା ଦ୍ୱାରା ଯେଉଁ ବୁକ୍ ଗୁଡ଼ିକ ରହିଛି ତାହାର ପରିବର୍ତ୍ତନ ହୋଇଯାଇଛି। କ୍ଲାସ୍ 1ରୁ ନେଇକି କ୍ଲାସ୍ 8 ପର୍ଯ୍ୟନ୍ତ ତାହା ପରିବର୍ତ୍ତନ ହୋଇସାରିଛି। କିନ୍ତୁ ସେହି ସବୁ ବୁକ୍ ଗୁଡ଼ାକ ଯଦି ଆପଣମାନେ ଡାଉନଲୋଡ଼ କରିବା ପାଇଁ ଚାହୁଁଛନ୍ତି ଯାହାକି SCERT ଓଡ଼ିଶା ଏବଂ ଅସେପା ତରଫରୁ ଯେଉଁ ପରିବର୍ତ୍ତନ କରାଯାଇଛି ବା ପରିବର୍ତ୍ତନ ଅଣାଯାଇଛି ସେଥିପାଇଁ ଆପଣମାନେ ଯେକୌଣସି ବ୍ରାଉଜରକୁ ଚାଲିଯିବେ ଯାଇକି ଗୁଗଲ୍ ଓପନ୍ କରିନେବେ। ଗୁଗଲ୍ ଓପନ୍ କରିସାରିଲା ପରେ ଆପଣମାନେ ସର୍ଚ୍ଚ କରିବେ ଅସେପା ବୁକ୍ସ ବା ଅସେପା PDF ନହେଲେ ଆପଣମାନେ ସର୍ଚ୍ଚ କରିପାରିବେ ଅସେପା OSEPA ଅସେପା ବୁକ୍ସ ତାପରେ ଆପଣମାନେ ସର୍ଚ୍ଚ କରିପାରିବେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ଏମିତି ଯେତେବେଳେ ଆପଣମାନେ ସର୍ଚ୍ଚ କରିଦେବେ ସର୍ଚ୍ଚ କଲା ପରେ ଆପଣମାନେ ଦେଖିବେ ଏଠି ଲେଖାଯାଇଛି ଯେଉଁ ଦୁଇଟି ଲିଙ୍କ୍ ତାହାର ଚାଲି ଆସିଲା ବା ଦୁଇଟି ୱେବସାଇଟ୍ ଚାଲି ଆସିଲା
ତାହା ହେଉଛି ଗୋଟିଏ ହିଁ ୱେବସାଇଟ୍, କିନ୍ତୁ ତାହାର ଯେଉଁ ଦୁଇଟି ଲିଙ୍କ୍ ରହିଛି, ଦୁଇଟି ଲିଙ୍କ୍ ଚାଲି ଆସିଲା। ଏ ତଳ ଯେଉଁ ଲିଙ୍କ୍ଟା ଆପଣମାନେ ଦେଖିପାରୁଛନ୍ତି OSCPA, ଯାହାକି ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି, ତାଙ୍କର ଏହା ହେଉଛି ଅଫିସିଆଲ୍ ୱେବସାଇଟ୍। ସେହି ଅଫିସିଆଲ୍ ୱେବସାଇଟ୍କୁ ଯେତେବେଳେ ଆପଣମାନେ ଚାଲି ଆସିବେ, ସେଇଥିରେ ଆପଣମାନେ ଦେଖିପାରିବେ ଯେଉଁ ରହିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଯେଉଁ ଲେଖାଯାଇଛି, ସେହି ୱେବସାଇଟ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଦେନ୍ ଯେତେବେଳେ ଆପଣମାନେ ସେହି OSCPର ସେହି ଲିଙ୍କ୍ ଉପରେ କ୍ଲିକ୍ କରିବେ, ଆପଣମାନେ ଦେଖିପାରିବେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତରଫରୁ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ଯେଉଁ ରହିଛି ତାହାର ୱେବସାଇଟ୍ଟି ଚାଲି ଆସିଛି। ଏହି ୱେବସାଇଟ୍ର ଆପଣମାନେ ତଳକୁ ସ୍କ୍ରୋଲ୍ କରିବେ, ଯେଉଁଥିରେ କି ଆପଣମାନଙ୍କୁ କ୍ରମିକ ସଂଖ୍ୟା, ଯାହାକି ସିରିଏଲ୍ ନମ୍ବର ଦେଖିବାକୁ ମିଳିଯିବ। କେଉଁ କ୍ଲାସ୍ର ବହି, ତାହା ଆପଣମାନଙ୍କୁ ସେହି ଶ୍ରେଣୀର ନାମ ଏଠାରେ ଦେଖିବାକୁ ମିଳିଯିବ ଏବଂ ବହିର ନାମ ଏଠାରେ ଦିଆଯାଇଛି। କିନ୍ତୁ ଯେହେତୁ ଏଇ ରିସେଣ୍ଟ କିଛି ଦିନ ପୂର୍ବରୁ ବହି ଚେଞ୍ଜ ହେଇଛି, ବା 2026ର ଷ୍ଟାର୍ଟିଂରୁ, ମାନେ 2025ରେ ଯେଉଁମାନେ ପରୀକ୍ଷା ଦେଲେ, ଯେଉଁ କ୍ଲାସ୍ ପରୀକ୍ଷା, ଆନୁଆଲ୍ ପରୀକ୍ଷା, ତାପରେ ପରେ ଯେଉଁମାନଙ୍କର ନୂଆ କ୍ଲାସ୍ ହେଲା ବା ଉପର କ୍ଲାସ୍କୁ ଯେଉଁମାନେ ଉଠିଲେ, ସେମାନଙ୍କ ପାଇଁ ଏଇ 2026 ମସିହାରୁ ବହି ଚେଞ୍ଜ ହେଇଗଲାଣି। ତେଣୁ ବର୍ତ୍ତମାନ ସୁଦ୍ଧା ତାହାର ଯେଉଁ ବୁକ୍ ଗୁଡ଼ାକ ଅପଡ଼େଟ୍ ହେଇନାହିଁ। ଯେତେବେଳେ ବି OSCPA ଦ୍ୱାରା ତାହାର ବୁକ୍ ବା ଯେଉଁ PDFs ଗୁଡ଼ାକ ରହିଛି ବା ଇ ବୁକ୍ସ ଗୁଡ଼ାକ ରହିଛି, ତାହା ତାଙ୍କର ଏହି ୱେବସାଇଟ୍ରେ ଯେତେବେଳେ ଅପଡ଼େଟ୍ କରିବେ ବା ଅପଲୋଡ଼ କରିଦେବେ, ଆପଣମାନଙ୍କୁ ଏଠାରେ ମିଳିଯିବ ବା ଆଭେଲେବୁଲ୍ ହେଇଯିବ। କେଉଁ ସବଜେକ୍ଟରେ ମିଳିବ, କେଉଁ ଲାଙ୍ଗୁଏଜରେ ତାହା ଆଭେଲେବୁଲ୍ ହେବ, ତାହା ମଧ୍ୟ ଆପଣମାନେ ଜାଣିପାରିବେ। ଏମିତି ଭାବରେ ଆପଣମାନେ ସବୁ ବହିର ଲିଙ୍କ୍ ପାଇଯିବେ ବା ସବୁ ବହିର PDF ପାଇଯିବେ। ଏବଂ ଆପଣମାନେ ଭାବୁଛନ୍ତି କି ଏଠାରେ ତ PDF ନାହିଁ। ଆକ୍ଚୁଆଲି ଯେଉଁ ଲେଖାଯାଇଛି ଗଣିତ ଖେଳ, ମନେକର ଯେଉଁ ଦ୍ୱିତୀୟ ଶ୍ରେଣୀର ଗୋଟେ ଗଣିତ ବହି ରହିଛି, ଗଣିତ ଖେଳ, ସେହି ଗଣିତ ଖେଳ ଉପରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି, ଅଟୋମେଟିକ୍ ଡାଉନଲୋଡ଼ ହେଇଯିବ ଏବଂ ଆପଣଙ୍କର ଫୋନର ଷ୍ଟୋରେଜରେ ତାହା ସେଭ୍ ହେଇଯିବ। ତ ଏଇଠି ଆପଣମାନେ ଦେଖନ୍ତୁ, ୟୁ କ୍ୟାନ୍ ଡାଉନଲୋଡ଼ PDF ହେୟାର। ତ ଏହି ଜାଗାରେ ଆପଣମାନେ PDF ଡାଉନଲୋଡ଼ କରିପାରିବେ। ଯେହେତୁ ଟିକେ ମାନେ ବଡ଼ ସାଇଜ୍ର ଏହି ଫାଇଲ୍ସ ଗୁଡ଼ାକ ରହିଥାଏ, ଅଧିକ MBର ଏହି ଫାଇଲ୍ସ ଗୁଡ଼ାକ ରହିଥାଏ, ସେଇଥିପାଇଁ ଟିକେ ଓପେନ୍ ହେବା ପାଇଁ ଟାଇମ୍ ଲାଗେ। ଏଠାରେ ଓପେନ୍ ମଧ୍ୟ ହେଇଯିବ ଏବଂ ଦେଖନ୍ତୁ ଓପେନ୍ ହେଇକି ଚାଲି ଆସିଲା, ଯେଉଁଗୁଡ଼ାକ କି ପୁରୁଣା ବହି, ଏହା ଓପେନ୍ ମଧ୍ୟ ହେଇଯିବ ଏବଂ କିଛି ସମୟ ଟାଇମ୍ ଲାଗିବ। ଟାଇମ୍ ଲାଗିଲା ପରେ ତାହା ଓପେନ୍ ମଧ୍ୟ ହେଇଯିବ। ଏବଂ ଯଦି ଏହାକୁ PDF ଆକାରରେ ସେଭ୍ କରିବା ପାଇଁ ବା ଡାଉନଲୋଡ଼ କରିବା ପାଇଁ ଚାହୁଁଛନ୍ତି, ଏହି ଜାଗାରେ ଯେଉଁ ରହିଛି 3 ଡଟ୍ ବଟନ୍, ସେହି 3 ଡଟ୍ ବଟନ୍ ଉପରେ କ୍ଲିକ୍ କରିବେ। ଯେମିତି ସେହି 3 ଡଟ୍ ବଟନ୍ ଉପରେ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ଏଠାରେ ଯେଉଁ ରହିଛି ପ୍ରିଣ୍ଟର ଗୋଟେ ଅପସନ୍, ସେହି ପ୍ରିଣ୍ଟ ଉପରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ, ମନେ କରନ୍ତୁ ମୁଁ ପ୍ରିଣ୍ଟ ଉପରେ କ୍ଲିକ୍ କରିନେଉଛି। ତାପରେ ଦେଖନ୍ତୁ ଏଠାରେ ସବୁ ପେଜେସ୍ ଗୁଡ଼ାକ ଚାଲି ଆସିବ, ଯେମିତିକି ପେଜ୍ 1, ପେଜ୍ 2 ଅପ୍ ଟୁ ରହିଛି 152 ପେଜେସ୍ ରହିଛି। ଏତିକ ସବୁ ପେଜେସ୍ ଗୁଡ଼ାକ ଆସି ସାରିଲା ପରେ ପୁଣି ଆପଣମାନେ ଏହି 3 ଡଟ୍ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରି ସାରିଲା ପରେ ଏଇ ଯେଉଁ ଆସିଗଲା ବର୍ତ୍ତମାନ ଦେଖନ୍ତୁ ସେଭ୍ ଏଜ୍ PDF। ସେଭ୍ ଏଜ୍ PDF ଭାବରେ ଯେତେବେଳେ ଆପଣମାନେ ସେହି ସେଭ୍ ଏଜ୍ PDF ଉପରେ କ୍ଲିକ୍ କରିବେ, କ୍ଲିକ୍ କଲା ମାନେ ତାହା ଆପଣଙ୍କର ଡାଉନଲୋଡ଼ ହେଇଯିବ ଏବଂ ଏଠାରେ ଆପଣମାନେ ଆପଣଙ୍କର ଫାଇଲଟିକୁ ଚୁଜ୍ କରିବେ, ଯେଉଁଠାରେ ଆପଣମାନେ ତାହାକୁ ଡାଉନଲୋଡ଼ କରିବା ପାଇଁ ଚାହୁଁଛନ୍ତି। ତ ଏମିତି ଭାବରେ ଯେଉଁ ସେଭ୍ ବଟନ୍ଟି ଆସିଗଲା, ସେଭ୍ ବଟନ୍ ଉପରେ କ୍ଲିକ୍ କରିକି ଆପଣମାନେ ତାହାକୁ ସେଭ୍ ମଧ୍ୟ କରିପାରିବେ। ଦେଖନ୍ତୁ ସକ୍ସେସଫୁଲି ସେଭ୍ ହେଇଗଲା ବୋଲି ମଧ୍ୟ ଏମିତି ଚାଲି ଆସିଲା। ତାପରେ ବ୍ୟାକ୍ କରିକି ପୁଣି ସେହି ୱେବସାଇଟ୍କୁ ଆପଣମାନେ ଯାଇପାରିବେ ଏବଂ ଯେକୌଣସି ବି କ୍ଲାସ୍ର ବହି ଚାହିଁବେ ଆପଣମାନେ ଡାଉନଲୋଡ଼ କରିପାରିବେ। ଏମିତି ତଳକୁ ତଳ ଯେତେବେଳେ ଆପଣମାନେ ଚାଲିଯିବେ, ଆପଣମାନେ ଏମିତି ଦେଖିବାକୁ ପାଇବେ କି ଯେଉଁ ଗୁଡ଼ାକ ଆଡ଼ିସନାଲ୍ ବୁକ୍ସ ଗୁଡ଼ାକ ଥାଏ, ପ୍ରାକ୍ଟିସ୍ ବୁକ୍, ତାହା ମିଳିଯିବ। ତା ସହିତ କେବଳ କ୍ଲାସ୍ 8 ପର୍ଯ୍ୟନ୍ତ ନୁହେଁ, କ୍ଲାସ୍ 9ର ବୁକ୍ ମଧ୍ୟ ମିଳିଯିବ ଏବଂ କ୍ଲାସ୍ 10ର ବୁକ୍ ମଧ୍ୟ ମିଳିଯିବ। କିନ୍ତୁ +2 ବୁକ୍ ଏଠାରେ ଆପଣମାନଙ୍କୁ ମିଳିବ ନାହିଁ। ତେଣୁ ଯେତେକ ସବୁ ସ୍କୁଲ ଗୁଡ଼ାକ ଆମର ରହୁଛି, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଅଣ୍ଡରରେ ଆସୁଛି ବା ସେଇ ବିଭାଗ ଅଧୀନରେ ଆସୁଛି, ମାନେ ଅପ୍ ଟୁ 10 କ୍ଲାସ୍ ପର୍ଯ୍ୟନ୍ତ ଆପଣଙ୍କୁ ଏଠାରେ ବୁକ୍ ମିଳିଯିବ ଏବଂ ଡାଉନଲୋଡ଼ କରିପାରିବେ। କିନ୍ତୁ କ୍ଲାସ୍ 9th ଏବଂ 10thର ତ ବୁକ୍ ଚେଞ୍ଜ ହେଇନାହିଁ, ତେଣୁ ସେହି ପୁରୁଣା ବୁକ୍ ଗୁଡ଼ାକ ହିଁ ଆଭେଲେବୁଲ୍ ଅଛି, ତାହା ମଧ୍ୟ ଆପଣମାନେ ଡାଉନଲୋଡ଼ କରିପାରିବେ। ବାକି ଯେତେ ସବୁ ଆପଣଙ୍କର ଅଭ୍ୟାସ ପାଇଁ ଯେତେ ସବୁ ପୁସ୍ତକ ଗୁଡ଼ାକ ରହିଛି, ତାହାର PDF ମଧ୍ୟ ଆପଣମାନଙ୍କୁ ମିଳିଯିବ। ତେଣୁ PDF କୁହନ୍ତୁ ବା ଆପଣମାନେ ସଫ୍ଟ କପିଜ୍ ବୋଲି କୁହନ୍ତୁ ବା ଆପଣମାନଙ୍କର ଇ ବୁକ୍ସ ବୋଲି ମଧ୍ୟ କୁହନ୍ତୁ, ଯାହା କହିଲେ ବି କିଛି ଭୁଲ ହେବ ନାହିଁ। ତ ଏମିତି ଭାବରେ ଆପଣମାନେ ଡାଉନଲୋଡ଼ କରିପାରିବେ। ଯେତେ ସବୁ ବୁକ୍ସ ଗୁଡ଼ାକ ରହିଛି, ଏମିତି ଭାବରେ ଡାଉନଲୋଡ଼ କରିନେବେ।